ମୁଁ ଭାବୁଛି ସରକାର ଏତେ ବିଭାଗ ରହିଛି ଆଉ ଗୋଟେ ବିଭାଗ ସୃଷ୍ଟି କରନ୍ତୁ ଚାନ୍ଦା ବିଭାଗ ତାର ଗୋଟିଏ ମନ୍ତ୍ରୀ ବି ରୁହନ୍ତୁ ସଚିବ ବି ରୁହନ୍ତୁ ତାଙ୍କ କାମ ହେଲା କେତେ କେତେ ଭୁଲରୁ କେତେ କେତେ ଲୋକଙ୍କଠୁ ଚନ୍ଦେଇ ହବ ଦେଖନ୍ତୁ କ'ଣ ପାଇଁ ଟାର୍ଗେଟ ଦିଆହେଉଛି ମୁଁ ଜାଣିପାରୁନି କାହିଁକି ନା ଆମେ ଜାଣିଛେ ଭୁଲ କରିଥିଲେ ପୋଲିସ ତାକୁ ଧରିବ କିନ୍ତୁ କିଏ କିଏ ଭୁଲ କରୁଛନ୍ତି ବୋଲି ସ୍ୱତନ୍ତ୍ର ଭାବରେ ପଡ଼ିଆ ହେଇକି ଦେଖାହବ ଏଇଟା ଟିକେ ଗ୍ରହଣ କରାଯାଇପାରୁନି। ତେଣୁ ମୋ ମତରେ 50,000 60,000 ଟଙ୍କା ଦରମା ପାଇକି ଲୋକ ନେତା ମାନେ ଅଫିସର ମାନେ ରାଜରାସ୍ତାରେ ଠିଆ ହେଇକି ଆଗ ଚେକିଂ କରି ଯେ ଆଜି ଏଥିରୁ 5ଟି କଲେକ୍ସନ କଲେ ଘରକୁ ଆସିବୁ। ଯେମିତି ଗାଁ ଗହଳିରେ ଆପଣ ଦେଖିଛନ୍ତି ଧାନ କାଟିବା ପାଇଁ ଲୋକ ଠିକା ଦେଇ ଦେଉଛନ୍ତି ଆଜିକାଲି ମାଣେ ଜମି 500 କି 1000 ଟଙ୍କା ଦେଇ ଦେଉଛନ୍ତି ଲୋକ ତାଙ୍କର କଟାକଟି କରୁଛନ୍ତି। ଠିକ୍ ସେଇଭଳି ଭାବରେ ସରକାର 60-70 ଟଙ୍କା ଦରମା ଦେଉଥିବା ଲୋକଙ୍କୁ ଏଇ କାମରେ ନ ଲଗେଇକି ଆଜିକାଲି ତ ଆପଣ ଦେଖୁଥିବେ ବେକାରୀ ସମସ୍ୟା ସାରା ରାଜ୍ୟରେ ରହିଛି। ମୁଁ ଭାବୁଛି ଗାଁ ଗାଁରେ ଯେମିତି ସବୁ ଯୁବକମାନଙ୍କୁ ଚାନ୍ଦା ଆଦାୟ କରିବା ପାଇଁ ଠିକା ଦିଆଯାଏନି ଯେ ଅମକ ଗଣେଶ ପୂଜାରେ ତୁମେ ଠିଆ ହେଲେ ଏତିକି ପରସେଣ୍ଟ ତୁମେ ପାଇବ ମାନେ ଯେତେ ଆଦାୟ କରିବ 8-10% ଲେଖା ଖର୍ଚ୍ଚ ବାର୍ଚ୍ଚକୁ ନେବ ସବୁଠି ଅଛି। ମୁଁ ଭାବୁଛି ଯେ ବେକାରୀ ଯୁବକମାନଙ୍କୁ ସରକାର କାମରେ ଲଗେଇ ଦିଅନ୍ତୁ। ପ୍ରତି ଗାଁରେ ଗାଁରେ ମଧ୍ୟ ଆଦ୍ୱାରା ଲୋକ ବି ଉପକୃତ ହେବେ ଏବଂ ବହୁତ ମଧ୍ୟ ଚେକିଂ ଟଙ୍କା ବି ଆସିବ ତାଦ୍ୱାରା ଅନ୍ୟମାନେ ନିଯୁକ୍ତିର ସୁଯୋଗ ପାଇବେ। ତେଣୁ ରାଜରାସ୍ତାରେ ସବୁ ଯୁବକମାନଙ୍କୁ ଦାୟିତ୍ୱ ଦେଇ ଦିଅନ୍ତୁ ମାନେ ଗୋଟା ମାନେ ଅସ୍ଥାୟୀ ଭାବରେ ଯେ ଇଏ ବର୍ତ୍ତମାନ ଏଇ ଚେକିଂ କରିବ। ସିଏ ଜାଣିଲେ ଯେ ଚେକିଂ କଲା 15-20 ହଜାର ମାସକୁ ପାଇଲା ସମସ୍ତେ ଖୁସି ହେବେ କାହିଁ 70 ହଜାର ଟଙ୍କା ଦରମା ବାଲାଟା ଯାଇକି ସେଠି ପଡ଼ିଆ ପଡ଼ିବ ଏଇ କାମରେ। ତେଣୁ ସରକାର ବର୍ତ୍ତମାନ ଯେଉଁ ବ୍ୟବସ୍ଥା କରିଦେଇଛନ୍ତି ମୁଁ ଭାବୁଛି ବୋଧେ ଲୋକଙ୍କଠୁ ଟଙ୍କା କଲେକ୍ସନ କଲା ପରେ ଏମାନେ ବୋଧେ ଦରମା ପାଆନ୍ତି। ଆଉ ଯଦି ପ୍ରକୃତରେ MVIଙ୍କର ବା ଯେଉଁ ମୋଟର ଭେହିକିଲର ଇନ୍ସପେକ୍ଟର ମାନେ ଦେଖିବାକୁ ଚାହାନ୍ତି ଯେ ରାଜରାସ୍ତାରେ କିଏ ଭୁଲରେ ଗାଡ଼ି ଚଲାଉଛି ମଦ ପିଇ ଗାଡ଼ି ଚଲାଉଛି ତା ପାଇଁ ବାଟ ଅଲଗା ତାହେଲେ ଟାର୍ଗେଟ ଦେଇଦେଲେ ତୁମର ଉଦ୍ଦେଶ୍ୟଟା ଖରାପ ବୋଲି ଜଣାପଡ଼ୁଛି। ତୁମେ 5ଟା କହିଥିବ ତେଣୁ ସେ 4-5 ଜଣ ମେଳ ହେଇକି ଆପଣ ଦେଖିବେ ବର୍ତ୍ତମାନ ଛକ ଛକ ମାନଙ୍କରେ ଟ୍ରାଫିକ୍ ପୋଲିଂର ଆଉ କିଛି କାମ ନାହିଁ। ଗୋଟେ ଗାଡ଼ିଟେ ରଖିଦେଉଛନ୍ତି 5-7 ଜଣ ଠିଆ ହେଇକି ହାତଟିଏ ମାରି ତାପରେ ପଇସା କଲେକ୍ସନ କରି ଚାଲୁଛନ୍ତି ତା ଦେହରେ ସରକାରୀ ଖାତାରେ ଯାହା ଆସୁଥିବ ଆଉ ନିଜ ପକେଟକୁ ଯାହା ଆସୁଥିବ। ତେଣୁ ମୁଁ ଭାବୁଛି ଏଇ ଟାର୍ଗେଟ ସିଷ୍ଟମଟା ବନ୍ଦ କରିଦିଆଯାଉ। ବିଭିନ୍ନ ସମୟରେ ଦେଖାଯାଉଛି ଯେ ଟ୍ରାଫିକର ବିଭିନ୍ନ ଅସୁବିଧା ଥାଉଛି ଟ୍ରାଫିକ ଜାମ୍ ରହୁଛି ଘଣ୍ଟା ଘଣ୍ଟା ଧରିକି କିନ୍ତୁ ତା ବିଷୟରେ କୌଣସି ଆଲୋଚନା ନ ହେଇକି ଚିଠି ନ କରାଯାଇ ଏ କଲେକ୍ସନ ପାଇଁ ଗୋଟେ ଗରିବ ଲୋକମାନଙ୍କୁ ଗୋଟେ ମାରିବାର ମୁଁ ଭାବୁଛି ସରକାର ଏତେ ବିଭାଗ ରହିଛି ଆଉ ଗୋଟେ ବିଭାଗ ସୃଷ୍ଟି କରନ୍ତୁ ଚାନ୍ଦା ବିଭାଗ ତାର ଗୋଟିଏ ମନ୍ତ୍ରୀ ବି ରୁହନ୍ତୁ ସଚିବ ବି ରୁହନ୍ତୁ ତାଙ୍କ କାମ ହେଲା କେତେ କେତେ ଭୁଲରୁ କେତେ କେତେ ଲୋକଙ୍କଠୁ ଚନ୍ଦେଇ ହବ। ତେଣୁ ସେ ବିଭାଗ ଗୋଟେ ଯଦି ସରକାର କରନ୍ତେ ମୁଁ ଭାବୁଛି ସମସ୍ତେ ଉପକୃତ ହୁଅନ୍ତେ। ଯୁବକମାନେ ବି ଚାକିରି ସୁଯୋଗ ଯୋଉଟା ପୂର୍ବରୁ କହୁଥିଲି ନିଯୁକ୍ତିର ସୁଯୋଗ ପାଆନ୍ତେ ଏବଂ ସରକାରଙ୍କ ଟଙ୍କା ବଢ଼ନ୍ତା। ଆଜ୍ଞା ଆପଣଙ୍କ ପାଖରେ ଏତେ ଟଙ୍କା ନାହିଁ ଏ ଯୋଜନା ଗୁଡ଼ାକ କାହିଁ ମେଲେଇ ଦେଉଛନ୍ତି। ଆଜି କହିଦେଲ ଚାଉଳ 5 କିଲୋ ଲେଖା ଏକ୍ସଟ୍ରା କାଲି କହିଦେଲ ବର୍ତ୍ତମାନ ସୁଭଦ୍ରା ଯୋଜନାରେ ଟଙ୍କା ଆମ ପାଖରେ ଟଙ୍କା ନାହିଁ ଯଦି ତାହେଲେ ଯୋଜନା ଗୁଡ଼ିକୁ ବରଂ ବନ୍ଦ କରିଦିଅନ୍ତୁ କିନ୍ତୁ ଆମଠୁ ନେବେ ପୁଣି ଆମକୁ ବୁଲେଇ ବାଙ୍କିକି ଦେବେ। ତେଣୁ ରାଜକୋଷ ମୁଁ ଭାବୁଛି ବୋଧେ ମୁଁ ତ ଅନେକ ଜାଗାରେ ଆପଣ ଦେଖେ ଜାଣିକି ଆସିଛୁ ଏବେ ମୁଁ ବହୁତ ଠିକାଦାରଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଥିଲି କାରଣ ଠିକାଦାର ସମ୍ପର୍କରେ ଆମେ ଯେଉଁ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ ଅନେକ ଠିକାଦାର ମୁଁ ପଚାରୁଥିଲେ ସେ କହିଲେ ଆଜ୍ଞା ଟିକେ ପଚାରିବେ ଆମେ 3 ବର୍ଷ ହେଲା 30% ବିଲ୍ ପାଇନୁ। ତାମାନେ ହିସାବ କର 50 ଲକ୍ଷ 60 ଲକ୍ଷ ଟଙ୍କା କାମ କରିଛନ୍ତି ଇଏ ତାଙ୍କୁ ପଇସା ଦେଇପାରୁନାହାନ୍ତି। ତେଣୁ ଏଥିରେ ରାଜ୍ୟ କେତେ ଜୋରେ ଆଗଉଛି ତାହା ଡବଲ ଇଞ୍ଜିନ୍ ସରକାର ଜାଣିପାରୁଥିବେ।